ଗୋଟିଏ ରାଜା ଥିଲା। ସେ ରାଜାର ଗୋଟିଏ ସୁନ୍ଦରୀ ରାଣୀ ଥିଲା। ଯଦି ରାଣୀ ରାଜାଙ୍କ ନିକଟକୁ ଆସୁଥାଏ, ରାଣୀକୁ କେହି ଚାହୁଁ ନଥିଲେ। ଯଦି କିଏ ଚାହିଁଦିଏ ତାହା ରାଜା ଦେଖନ୍ତି ତାହେଲେ ତାକୁ ରାଜ ଦରବାରରେ ଫାଶୀ ଦିଆଯାଉଥିଲା। ଏମିତି ଦିନେ ଗରିବ ଲୋକ କୁଲି ମଜୁରୀ ପାଇଁ ଯାଉଥିଲା। ହଠାତ୍ ରାଜା ଆଉ ରାଣୀ ସେଇ ରାସ୍ତା ଦେଇ ଆସୁଥାନ୍ତି। ଅଚାନକ ରାଣୀଙ୍କ ଉପରେ ସେଇ ମଜୁରିଆଙ୍କ ନଜର ପଡ଼ିଯାଏ। ତାହା ରାଜା ଦେଖି ଦିଅନ୍ତି ଆଉ ସମସ୍ତଙ୍କ ସାମନାରେ ମୃତ୍ୟୁଦଣ୍ଡ ଦିଅନ୍ତି। ଗୋଟିଏ ବୁଢ଼ୀମାନର ରୋଜଗାରିଆ ପୁଅ ଥିଲା ସେ। କିନ୍ତୁ ସେଇ ମଜୁରିଆର ଆକୁଳ ନିବେଦନ ରାଜା ଶୁଣିଲେ ନାହିଁ। ନିର୍ଦ୍ଦୟ ସାଜି ତାକୁ ମାରିଦେଲେ। ଏହି ଖବର ଶୁଣି ତାର ବୁଢ଼ୀମାନ ଦୌଡ଼ି ଦୌଡ଼ି ରାଜାଙ୍କ ନିକଟକୁ ଆସିଲା। ଆଉ କାନ୍ଦି କାନ୍ଦି ମୋ ପୁଅକୁ କାହିଁକି ମାରିଲ କହି ବୁଢ଼ୀ ବହୁତ କାନ୍ଦିଲା ଆଉ ଶେଷରେ ରାଜାଙ୍କୁ ଅଭିଶାପ ଦେଲା। ଅପୁତ୍ରିକ ହୋଇ ତୁମେ ରାଜାରାଣୀ ଦୁହେଁ ଏମିତି ଜଲି ଜଲି ମରିବ କହି ତା ପୁଅର ଶବକୁ ନେଇ ଚାଲିଗଲା।